ଦେଖନ୍ତୁ ଜଗନ୍ନାଥ ମହାପ୍ରଭୁଙ୍କର ବର୍ତ୍ତମାନ ଆଜି ଧୂଳିଆ ଗୁଣ୍ଡିଚା, କାଲି ଗୁଣ୍ଡିଚା ଚାଲି ଯାଇଛି, ଯେଉଁଥିରେ ମହାପ୍ରଭୁଙ୍କ ରଥ ଆସି ଲାଗିପାରିଲା ନାହିଁ। ତେଣୁକରି ଆଜି ଧୂଳିଆ ଗୁଣ୍ଡିଚାରେ ଲାଗିଛି ରଥ ଏବଂ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଆଜି ବି ମହାପ୍ରଭୁଙ୍କ ରଥ ଟାଣୁଛନ୍ତି ଆନନ୍ଦରେ। ଏବଂ ଗୁଣ୍ଡିଚା ଏବଂ ଧୂଳିଆ ଗୁଣ୍ଡିଚା ଇଏ ଦୁଇ ଦିନ ଗୁଣ୍ଡିଚା ଯାତ୍ରା ଜାଣିଥିବ ଦୁଇ ଦିନ, ଗୋଟେ ହେଉଛି ଗୁଣ୍ଡିଚା ଯାତ୍ରା, ଗୋଟେ ହେଉଛି ଧୂଳିଆ ଗୁଣ୍ଡିଚା। ତେଣୁକରି ପ୍ରାୟ ଆମର ଇତିହାସ କହୁଛି ପ୍ରାୟ ସମୟରେ ରଥ ଲାଗେ ନାହିଁ, ରଥ ଲାଗେ ଗୁଣ୍ଡିଚା ଦିନ ଅଧା ବାଟରେ ରହେ ଏବଂ ଧୂଳିଆ ଗୁଣ୍ଡିଚାରେ ଆସିକି ମହାପ୍ରଭୁ ରଥ ଟଣା ପହଞ୍ଚେ ଗୁଣ୍ଡିଚା ମନ୍ଦିର। ତେଣୁ ଭକ୍ତମାନେ ଏଥିପାଇଁ ଆନନ୍ଦିତ, କାହିଁକିନା ଦୁଇଥର ଭକ୍ତ ସୁଯୋଗ ପାଆନ୍ତି ମହାପ୍ରଭୁ ରଥ ଟାଣିବା ପାଇଁ। ଯାହା ବି ହେଉ ଆଜି ମାନେ ଧୂଳିଆ ଗୁଣ୍ଡିଚାରେ ମହାପ୍ରଭୁଙ୍କର ବଳଭଦ୍ରଙ୍କ ରଥ, ମହାଦେବୀ ସୁଭଦ୍ରାଙ୍କ ରଥ ଲାଗିଗଲାଣି। ଜଗନ୍ନାଥ ମହାପ୍ରଭୁଙ୍କ ରଥ ବର୍ତ୍ତମାନ ଖୁବ୍ ନିକଟରେ ଅଛି, ଅଧଘଣ୍ଟେ ଭିତରେ ଆସିକରି ଗୁଣ୍ଡିଚା ମନ୍ଦିର ପାଖରେ ଲାଗିବ ଏବଂ ଲାଗି ସାରିଲା ପରେ ମହାପ୍ରଭୁଙ୍କର ଆଳତୀ ଅବକାଶ ସରିଯାଇଛି ଏବଂ ଭେଷ ବି ବଢ଼ିଯାଇଛି। ମହାପ୍ରଭୁ ଆଇଲେ ଜଳଖିଆ ଖାଇବେ, ଗୋପାଳ ବଲ୍ଲଭ ହେବ, ତାପରେ ମହାପ୍ରଭୁଙ୍କର ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଏବଂ ସନ୍ଧ୍ୟା ଧୂପ ସରିସାରିଲା ପରେ ମହାପ୍ରଭୁଙ୍କର ପୌଢ଼ ହେବେ। ପୌଢ଼ ସରିଲା ପରେ ତାପରେ ଆସନ୍ତା କାଲି ମହାପ୍ରଭୁଙ୍କର ପହଣ୍ଡିର ବ୍ୟବସ୍ଥା ହେଇଛି, ଆଡ଼ପ ମଣ୍ଡପକୁ ଯିବେ ଏବଂ କାଲି ମଙ୍ଗଳ ଆଳତୀ ଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରଥ ଉପରେ ସରିବ। 4ଟା ଭିତରେ ମହାପ୍ରଭୁଙ୍କର ଭୋଗ ସନ୍ଧ୍ୟା ଧୂପ ସରିଲେ ଚାରବାର ବନ୍ଧା ହେବ ଏବଂ ମହାପ୍ରଭୁ ଗୋଟିଏ ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ। ତେଣୁକରି ଇଏ ହେଉଛି ଆଜିର କାଲିର କାର୍ଯ୍ୟକ୍ରମ। ତେଣୁକରି ଯାହା ବି ହେଉ ତେବେ ରଥ ଉପରେ ମହାପ୍ରଭୁଙ୍କ ନିକଟରେ କ'ଣ କ'ଣ ଭୋଗ ଲାଗିଥାଏ? ଶୁଖିଲା ଭୋଗ ଉପରେ କ'ଣ କ'ଣ ଲାଗିଥାଏ? ଜଗନ୍ନାଥଙ୍କ ରଥ ଉପରେ 3 ରଥ ଉପରେ ମହାପ୍ରଭୁଙ୍କର ଖଇ, କୋରା, ଆମ୍ବ, ପଣସ, କଦଳୀ ଏସବୁ ଶୁଖିଲା ଜିନିଷ ଲାଗିଥାଏ। ଏହା ଉପରେ ଅନ୍ନପ୍ରସାଦ ହେବାର ହେଇନଥାଏ ଏବଂ ମହାପ୍ରଭୁଙ୍କର 19 ତାରିଖ ଦିନ ଆଡ଼ପ ମଣ୍ଡପରେ ମହାପ୍ରଭୁ ବିଜେ କରିବେ, ସେଦିନ ଭକ୍ତ ଦର୍ଶନ କରିବେ ଏବଂ 19 ତାରିଖ ଦିନ ମହାପ୍ରସାଦ ପାଇବେ। ତେଣୁ ଯାହା ବି ହେଉ ଜଗନ୍ନାଥ ମହାପ୍ରଭୁଙ୍କର ସମସ୍ତ ଯାତ୍ରା କାଲି ଅତି ସୁନ୍ଦର ଭାବରେ ହେଇଛି, ଭଲ ଭାବରେ ହେଇଛି, ସମସ୍ତଙ୍କ ସହଯୋଗରେ ଏବଂ ଆଜି ବି ରଥ ଠିକ୍ ସମୟ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ।